ଜୟ ଜଗନ୍ନାଥ। ଦରମା ବୃଦ୍ଧି କିଳା ଏବେ ବିଜେପିକୁ ଗୋଡ଼ଉଛି, ବିଜେଡ଼ିକୁ ଗୋଡ଼ଉଛି, ଆଉ କଂଗ୍ରେସକୁ ବି ଗୋଡ଼ଉଛି। ମୁଁ ଭାବୁଛି ତିନି ଦଳ ହୁଅନ୍ତୁ ବା ତିନି ଦଳର ବିଧାୟକ ବିଧାୟିକା ହୁଅନ୍ତୁ, ସେମାନେ ଭାବି ନଥିବେ ବିଧାୟକମାନଙ୍କର ଦରମା ବୃଦ୍ଧିକୁ ନେଇକି ସାରା ରାଜ୍ୟରେ ଏତେ ପ୍ରତିକ୍ରିୟା ସୃଷ୍ଟି ହେବ। ଏବଂ ଏ ପ୍ରତିକ୍ରିୟା ଭିତରେ କିଛି କିଛି ଡ୍ରାମା ବି ଚାଲିଛି। କେହି ଲୋକ ସେ ଡ୍ରାମାକୁ ବିଶ୍ୱାସ କରୁଛନ୍ତି ଏବଂ କିଛି ଲୋକ ଡ୍ରାମାକୁ ନେଇକି ବି ପ୍ରଶ୍ନ କରୁଛନ୍ତି। ବିଜେଡ଼ିର ବନ୍ଧୁମାନେ, ନବୀନ ବାବୁଙ୍କର ଫ୍ୟାନ୍ ମାନେ ଗାଳି ଦିଅନ୍ତୁ, କୁହନ୍ତୁ ଯେ ନାଇଁ ଭାଇ ତମେ ବିଜେଡ଼ିଠୁ ପଇସା ନେଇଯାଇଛ, ସେଇଟା ସମୟ ଉତ୍ତର ଦେବ। କିନ୍ତୁ ନିରୁତା ପ୍ରଶ୍ନ ପଚାରିବୁ, ଏ ଯାତ୍ରା କାହିଁକି? ଏକଥା ବି ମୋହନ ମାଝୀ ମାନିବେ, ନବୀନ ପଟ୍ଟନାୟକ ମାନିବେ, ଭକ୍ତ ଦାସ ମାନିବେ ଯେ ଦରମା ବୃଦ୍ଧିକୁ ନେଇକି ତିନି ଦଳ ଅକଳରେ ଅଛନ୍ତି। ଏବଂ ଏ ଦରମା ବୃଦ୍ଧି ଘଟଣା ସମସ୍ତେ ଜାଣିଥିଲେ। ଆଜି ଯେତେବେଳେ ନବୀନ ବାବୁଙ୍କୁ କାହିଁକି ପ୍ରଶଂସା କରାଗଲାନି, ଆଉ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚରାଗଲେ, ଯେଉଁ ପ୍ରଶ୍ନ ପଚାରିବା ଉଚିତ, କିଛି କିଛି ଡ୍ରାମାକୁ ଆଜ୍ଞା ଆମ ଦେହରେ ଡ୍ରାମା ଯାଏନି, ମୁଁ ଗ୍ରହଣ କରିପାରେନି। ବିଜେଡ଼ିର ବନ୍ଧୁମାନେ ଗାଳି ଦେବେ ବୋଲି ପ୍ରଶ୍ନ ପଚାରିବେନି? ଥରେ ମନକୁ ଆପଣ ଭାବିବେ ଏ ପ୍ରଶ୍ନର ଯଥାର୍ଥତା ଅଛି କି ନାହିଁ। ଆଜି ବି ପଚାରୁଛି, ବିଲ୍ ଆଲୋଚନା ବେଳେ ହଁ ସମର୍ଥନ, ପୁଣି କିଏ ସମର୍ଥନ କଲେ? ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମାନେ ବିଲ୍କୁ ସମର୍ଥନ କରିବେ, ଏ ଦରମା ବୃଦ୍ଧି ଯଥାର୍ଥ ବୋଲି ବିଧାନସଭାରେ ଦର୍ଶାଇବେ, ତାପରେ ମୋ ଟଙ୍କା ରାଜ୍ୟବାସୀଙ୍କ ପାଇଁ ଖର୍ଚ୍ଚ ହୋଇଯାଉ ବୋଲି ପତ୍ର ଲେଖି ବା ସାଉଁଟିବେ। କଥା ହେଉଛି ବର୍ଷକୁ 24 ଲକ୍ଷ ଟଙ୍କାର କଥା। ଏବଂ ଆପଣଙ୍କୁ ଆଉ ଗୋଟିଏ କଥା କହୁଛି, ନବୀନ ବାବୁଙ୍କର ଏଇ ନିଷ୍ପତ୍ତି ପାଇଁ ବିଜୁ ଜନତା ଦଳର ବିଧାୟକମାନେ ଅକଳରେ ପଡ଼ିଛନ୍ତି। ଆପଣ ଯଦି ବିଶ୍ୱାସ କରୁନାହାନ୍ତି, ବିଜେଡ଼ିର ବିଧାୟକମାନେ ପଚାରନ୍ତୁ। ଆଜି ତାଙ୍କୁ ଯେତେବେଳେ ଗଣମାଧ୍ୟମର ପ୍ରତିନିଧି ଯାଇକି ବାଇକ୍ଟେ ଆଣିବେ, ସେତେବେଳେ କ'ଣ ସେ କହିବେ? ଆଜ୍ଞା ନବୀନ ବାବୁ ବହୁତ ଭଲ କାମ କରିଛନ୍ତି, ରାଜ୍ୟର ବିକାଶ ପାଇଁ ଦରମା ଟଙ୍କା ଛାଡ଼ିଦେଲେ। ତାପରେ ସାମ୍ବାଦିକ ବନ୍ଧୁ ତାଙ୍କୁ କ'ଣ ପ୍ରଶ୍ନ ପଚାରିବେ? ଯଦି ନବୀନ ବାବୁ ଭଲ କାମ କରିଛନ୍ତି, ତାଙ୍କ ଆଦର୍ଶରେ ଆପଣ ଅନୁପ୍ରାଣିତ ହେବେ ତ? ସେତେବେଳେ ବିଧାୟକ କ'ଣ ଉତ୍ତର ଦେବେ? ବିଜେଡ଼ିର ବିଧାୟକମାନଙ୍କୁ ପଚାରନ୍ତୁ, ସେମାନେ ଦରମା ଛାଡ଼ିବାକୁ ରେଡ଼ି ତ? ଆଜ୍ଞା ଅନେକ କଥା ରହିଛି। କାଲି ଚିଠିରେ ନବୀନ ବାବୁ ଲେଖିଲେ, ଆନନ୍ଦ ଭବନ ଆମ ପରିବାର ଦାନ କରିଦେଲେ। ଭାଇ ଆପଣ ମୋତେ ଗାଳି ଦିଅନ୍ତୁ, ମୁଁ କିନ୍ତୁ ଗୋଟେ ପ୍ରଶ୍ନଟେ ପଚାରିବି, ଯାହା କୁହନ୍ତୁ। ପ୍ରଶ୍ନଟି ହେଉଛି, ଆନନ୍ଦ ଭବନ ଯେଉଁ ଦାନ କରାଗଲା, ସେ ଘରେ ହେଉଛି କ'ଣ? ଆନନ୍ଦ ଭବନରୁ ସରକାର ରେଭିନ୍ୟୁ ଜେନେରେସନ୍ କରୁଛନ୍ତି କି? ଆନନ୍ଦ ଭବନରୁ ସରକାର ରାଜସ୍ୱ ପାଉଛନ୍ତି କି? ଆଜ୍ଞା ନା। ବିଜୁ ବାବୁଙ୍କର ଯେଉଁ ପ୍ରପର୍ଟିକୁ ତାଙ୍କ ପରିବାର ଦାନ କଲେ, ସେ ପ୍ରପର୍ଟିର ରକ୍ଷଣାବେକ୍ଷଣ ପାଇଁ ପ୍ରତିବର୍ଷ ସରକାରଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ଯେତେବେଳେ ସେଇଟା ବିକ୍ରି ହେଇଥିଲା, ତା ଦାମ ଥିଲା 1,62,00,000 ଟଙ୍କା, ଯାହା ବେଞ୍ଚମାର୍କ ଭ୍ୟାଲ୍ୟୁ। 2006 ମସିହାରେ ପର୍ଯ୍ୟଟନ ବିଭାଗ ମାଗିଥିଲା
ବିଜୁ ବାବୁଙ୍କର ସ୍ମୃତି ରକ୍ଷା ପାଇଁ ଘରଟି ଦିଅନ୍ତୁ। 2015 ଦେଲେ। ବିଜୁ ବାବୁଙ୍କର ସ୍ମୃତି ରକ୍ଷା ପାଇଁ ସେ ଘରଟିକୁ ଦାନ କରାଯାଇଛି, ଯେଉଁଠି ସରକାର ନିଜସ୍ୱ ଖର୍ଚ୍ଚରେ ତାର ରକ୍ଷଣାବେକ୍ଷଣ କରୁଛନ୍ତି। ଆଜିକା ଦିନରେ ଆଜ୍ଞା ଚ୍ୟାଲେଞ୍ଜ ଦେଇ କହିବି, ଯଦି ଜଣକ ଘରେ ତାଙ୍କ ଘର ଲୋକଙ୍କ ନାଁରେ ଗୋଟେ ମ୍ୟୁଜିୟମ୍ ହେବ ଆଉ ସରକାର ରକ୍ଷଣାବେକ୍ଷଣ କରିବେ, ସରକାର ଯଦି ଏଇ କଥା କହିଲେ ଆହ୍ୱାନ ଦେବେନି, ମୁଁ ଭାବୁଛି ରାଜ୍ୟର ହଜାର ହଜାର ଘର ଲୋକ ସରକାରଙ୍କ ନାଁରେ କରିଦେବେ। এইটা ହେଉଛି ସତ। ଯେଉଁଥିପାଇଁ ମୁଁ କହିଲି କାଲି ଆପଣ ବିଜେଡ଼ିର ସମର୍ଥକମାନେ ସୋସିଆଲ ମିଡ଼ିଆ ଟ୍ରୋଲ୍ ହୁଅନ୍ତୁ, ଆଉ ମୋର ବି ଜଣେ ଭଲ ବନ୍ଧୁ ଅଛନ୍ତି, ଆପଣ ଗାଳି ଦେଲା ପରେ ବି ସକାଳେ ମୁଁ ଏ କଥା କାହିଁ କହୁଛି ଯେ ମୋ ଲାଇନ୍ରେ ମୁଁ ଠିକ୍ ହେଇକି ଅଛି, ଯେ ଆନନ୍ଦ ଭବନ ଦାନ କରିବା ଗୋଟେ ବଡ଼ କଥା ନୁହଁ। ଆଉ ଏଇ ଯେଉଁ ଯାତ୍ରା ପାଲା କରିକି ବାବା ସାଉଁଟିବାର ବି ଆଦୌ ଆବଶ୍ୟକତା ନଥିଲା। ଯଦି ସାଉଁଟିବାର ଥିଲା ତାହେଲେ କହିଥାନ୍ତେ ଆମ ଦଳର ବିଧାୟକମାନେ ନେବେ ନାହିଁ। 9 ତାରିଖ ଦିନ ସମସ୍ତେ ସାଙ୍ଗ ହୋଇକି ହଁ କଲେ, ଆପଣ ବି ସେଥିରେ ସହମତ ଥିଲେ। ଦେଖିଲେ ଲୋକଙ୍କର ଆକ୍ରୋଶ ବଢ଼ିଲା ଦରମାକୁ ନେଇକି, ତେଣୁ ନବୀନ ବାବୁକୁ ଅନ୍ୟମାନେ ପରାମର୍ଶ ଦେଲେ ଆପଣ ଏଇ ଟାଇମ୍ରେ ଏଇ କାମଟି କରିଦିଅନ୍ତୁ, ଲୋକ ବାହା କରିବେ। ଆଉ ପବ୍ଲିକ୍ ସବୁବେଳେ ବୋକା ଭାବିଲେ କେମିତି ହେବ ଆଜ୍ଞା? ଭାଇ ମୋତେ ଗାଳି ଦିଅନ୍ତୁ, ତଥାପି ମୁଁ କହିବି ଜୟ ଜଗନ୍ନାଥ।